ଆରେ ଜାଣିଛ ଚଢେଇର ନା ଦୁଇଟି ଝିଅ ହେଇଛନ୍ତି। ଚଢେଇର ଦୁଇଟା ଝିଅ ହେଇଛନ୍ତି ତ ମୁଁ କଣ କରିବି? ତୁ ଏ କଥା ମତେ କାହିଁକି କହୁଛୁ? ଆରେ ମୁଁ ଗୋଟେ କଥା ଭାବିଛି। ଚାଲ ଆମେ ସେ ଚଢେଇର ଦୁଇ ଛୁଆଙ୍କୁ ଚୋରି କରି ନେଇ ଆସିବା। ସେ ଦୁଇ ଛୁଆ ଟିକେ ବଡ ହେଲେ ଆମେ ତାଙ୍କୁ ଆମର ସବୁ କାମ କରିବା। ତାପରେ ତ ଆମକୁ ଆଉ କିଛି କାମ କରିବାକୁ ପଡିବନି। ଆମେ ଖାଲି ଆରାମ କରିବା ଆରାମ। ଆରେ ବାହ, ତୋ ବୁଦ୍ଧିଟା ତ ବହୁତ ଭଲ। ହେଲେ ଚଢେଇ ତ ତା ଛୁଆଙ୍କୁ ନିଶ୍ଚୟ ଖୋଜିବ। ଛୁଆମାନେ ବଡ ହେଲା ପରେ ବି ଯଦି ଚଢେଇ ସେମାନଙ୍କୁ ଚିହ୍ନିଯାଏ, ସେ ତ ତା ଛୁଆଙ୍କୁ ଆମ ପାଖରୁ ନେଇଯିବ। ନା ନା, ମୁଁ ସେମିତି ହେବାକୁ ଦେଇପାରିବିନି। ମୋ ପାଖରେ ଏକ ଉପାୟ ଅଛି, ଶୁଣ। ଏମିତି କାଉର ସ୍ତ୍ରୀ ତାକୁ ତା ଯୋଜନା କଥା କହିଲା। ସନ୍ଧ୍ୟାରେ କାଉ ଆଉ ତାର ସ୍ତ୍ରୀ କିଛି ପଥର ଧରି ଏକ ଗଛ ପାଖରେ ଲୁଚି ରହିଥିଲେ। ଯେମିତି ମା ଚଢେଇଟି ନିଜ କାମ ସାରି ଘରକୁ ଫେରୁଥିଲା, କାଉମାନେ ତାକୁ ଦେଖି ତା ଉପରକୁ ବଡ ବଡ ପଥର ଫିଙ୍ଗିଲେ। ମା ଚଢେଇର ମୁଣ୍ଡରେ ପଥର ବାଜିବା ଯୋଗୁଁ ସେ ଆହତ ହେଇଗଲା। କିଏ କିଏ ମତେ ମାରୁଛ? ଦୟାକରି ମତେ ମାରନି। ମୁଁ ମୋ ଛୁଆଙ୍କ ପାଖକୁ ଯିବି। ତମେ ଦୁଇ କାଉ ଏଠି ମତେ କାହିଁକି ପଥର ମାରୁଛ? ମୁଁ ତମର କଣ କ୍ଷତି କରିଛି? ଆମେ ଚାହୁଁଛୁ ତୁ ମରିଯା, ଆଉ ଆମେ ତୋର ଦୁଇ ଛୁଆଙ୍କୁ ନେଇ ଆମର କାମ କରିପାରିବୁ। ଏମିତି କହି ଦୁଇ କାଉ ପଥରରେ ପିଟି ପିଟି ମା ଚଢେଇକୁ ମାରିଦେଲେ। ଏବେ ଚଢେଇ ଆମ ରାସ୍ତାରୁ ହଟିଗଲା। ଆମେ ଏବେ ଆରାମରେ ତା ଦୁଇ ଛୁଆଙ୍କୁ ନେଇପାରିବା। ଆରେ ଆରେ, ଏ ଦୁଇ କାଉ ଏତେ ଦୁଷ୍ଟ। ଚଢେଇ ଛୁଆଙ୍କୁ ଚୋରି କରିବା ପାଇଁ ଏମାନେ ତାଙ୍କ ମାକୁ ହିଁ ମାରିଦେଲେ। ମୁଁ ଯଦି ଏବେ ଏମାନଙ୍କୁ ଅଟକେଇବାକୁ ଯାଇଥାନ୍ତି, ଏ ଦୁଇ କାଉ ମତେ ବି ମାରି ଦେଇଥାନ୍ତେ। ଏବେ ତ ମୁଁ ଏଠୁ ଚାଲି ଯାଉଛି, ହେଲେ ଦିନେ ଦିନେ ମୁଁ ଏମାନଙ୍କର ସବୁ କଥା ସମସ୍ତଙ୍କୁ କହିଦେବି। ଆରେ, ଏଇ ଚଢେଇର ଘର ତ ବହୁତ ସୁନ୍ଦର। ଆମ ଘରର ବହୁତ ଜାଗା ଭାଙ୍ଗି ଯାଇଛି, ହେଲେ ଚଢେଇର ଘର କେତେ ମଜବୁତ ଅଛି। ଆଜିଠୁ ଆମେ ଏଇ ଚଢେଇର ଘରେ ରହିବା। ସେମିତି ହେଲେ କେହି ବି ଆମ ଉପରେ ସନ୍ଦେହ କରିବେନି ଆମେ ଚଢେଇ ଛୁଆଙ୍କୁ ଚୋରି କରିଛେ। ସମସ୍ତେ ଭାବିବେ ଚଢେଇ ଛୁଆଙ୍କ ମା ନଥିବାରୁ ଆମେ ତାଙ୍କର ଯତ୍ନ ନେବା ପାଇଁ ଏଠାକୁ ଆସିଛେ। ହଁ, ତୁମେ ଏକଦମ ଠିକ କଥା କହିଛ। ଆଜିଠୁ ଆମେ ଏଇ ଚଢେଇର ଘରେ ରହିବା। ଏବେ ଯାଅ, ଏଇ ଛୁଆଙ୍କ ପାଇଁ କିଛି ଖାଇବା ନେଇ ଆସ। ଏଇ ଦୁଇ ଛୁଆ ଶୀଘ୍ର ବଡ ହେଲେ ସିନା ଆମେ ତାଙ୍କୁ ଆମ କାମ କରିବା। ଆଚ୍ଛା ଆଚ୍ଛା, ଠିକ ଅଛି, ମୁଁ ଏବେ ଯାଉଛି। ଏ ମିଟୁ ଏଠି ଖାଇବା ଦୋକାନ ଖୋଲିଛି। ଟିକେ ଖାଲି ମିଟୁର ଧ୍ୟାନ ତା ଖାଇବାରୁ ହଟିଯାଉ, ମୁଁ ଶୀଘ୍ର ତା ଖାଇବା ଚୋରି କରି ନେଇଯିବି। ମିଟୁ ଭାଇ, ଭାରି ଭୋକ ଲାଗୁଛି। ମତେ ଗୋଟେ ପ୍ଲେଟ ଖିଚୁଡି ଦିଅ। ଆଚ୍ଛା, ତମେ ଏଠି ବସ, ମୁଁ ଏବେ ଖିଚୁଡି ନେଇ ଆସୁଛି। ଏଠି ବସି ତୁମେ ଆରାମରେ ଖିଚୁଡି ଖାଅ। ସେପଟେ କାଉ କିଛି ଖାଇବା ଚୋରି କରି ଘରକୁ ନେଇ ଆସିଲା। ଏମିତି ବେଶ କିଛି ଦିନ ବିତିଗଲା। ଦୁଇ ଚଢେଇ ଛୁଆ ଟିକେ ବଡ ହେଲେ। ସେ ଚଢେଇ ଛୁଆ ମାନେ କାଉ ଆଉ ତାର ସ୍ତ୍ରୀକୁ ହିଁ ନିଜର ଅସଲ ବାପା ମା ଭାବୁଥିଲେ। କୁନି ମୁନି, ତମେ ଦୁଇ ଜଣ ଏବେ ବଡ ହେଲଣି। ଏବେ ତମେ ଦୁଇ ଭଉଣୀ ତମ ବାପାଙ୍କ ସାଙ୍ଗରେ କାମକୁ ଯାଅ। ହେଲେ ମା, ଆମେ ତ କିଛି ବି କାମ ଶିଖିନୁ, ଆମେ କଣ କରିବୁ? କାମ ଶିଖିନ ତ କଣ ହେଇଗଲା? ତମ ବାପା ତମ ମାନଙ୍କୁ କାମ ଶିଖେଇଦେବେ, ନା କଣ କହୁଛ? ହଁ ହଁ, ଖାଲି ରାତି ହେଉ, ମୁଁ ତମମାନଙ୍କୁ ମୋ କାମ ଶିଖେଇଦେବି। ବାପା ବାପା, ଆମେ କଣ କରିବୁ? ମୁଁ ଏଇଠି ବସିଛି। ଆଗରେ ଯୋଉ ଘର ଅଛି, ତମେ ଦୁଇ ଜଣ ସେ ଘର ଭିତରକୁ ଯାଅ। ସେ ଘର ଭିତରେ ଯାହାବି ଟଙ୍କା ସୁନା ପାଇବ ସବୁ ଧରି ଶୀଘ୍ର ଏଠାକୁ ଚାଲି ଆସିବ। ଦିଦି, ଦେଖ ଦେଖ, ଏଠି କେତେ ଟଙ୍କା ସୁନା ଅଛି। ଚାଲ ଏସବୁ ଧରି ଶୀଘ୍ର ବାପାଙ୍କ ପାଖକୁ ଯିବା। ଆରେ ଭଉଣୀ, ମୁଁ ଅନ୍ୟମାନଙ୍କ ପାଖରୁ ଶୁଣିଥିଲି ଆମ ବାପା ସମସ୍ତଙ୍କ ଘରୁ ଚୋରି କରନ୍ତି। ଅନ୍ୟ ଚଢେଇ ମାନଙ୍କୁ ବହୁତ ହଇରାଣ କରନ୍ତି। ଏ ଜିନିଷ ଆମର ନୁହଁ। ଏ ଘର ମାଲିକଙ୍କୁ କିଛି ନ କହି ଯଦି ଆମେ ତାଙ୍କର ଜିନିଷ ନେବା, ଆମେ ଚୋର ପାଲଟି ଯିବା। ହଁ ଦିଦି, ତୁ ଠିକ କହିଛୁ। ଆମ ବାପା ଭଲ କାମ ନ ଶିଖେଇ ଆମକୁ ଚୋରି କରିବା ଶିଖଉଛନ୍ତି। ମୁଁ ଚୋର ହେବାକୁ ଚାହୁଁନି ଦିଦି। ଚାଲ ଆମେ ଏଠୁ ପଳେଇବା। କିଏ ରେ, ତମେ ମାନେ ଖାଲି ହାତରେ ଚାଲି ଆସିଲ ଯେ? ଟଙ୍କା ସୁନା କାହିଁ କିଛି ଆଣିଲନି? ବାପା, ଆମେ ଚୋରି କରିବୁନି। ଆମକୁ ଭଲ କାମ ନ ଶିଖେଇ ତୁମେ ଚୋରି କରିବା ଶିଖଉଛ? କଣ କହିଲେ ତମେ ମାନେ? ଚୋରି କରିବନି ତ? ଏବେ ମାଡ ଖାଅ। ମା, ଆଉ ମାରନି ମା, ଭାରି କାଟୁଛି। ଆମେ ଚୋରି କରିବୁ ମା, ତୁମେ ଯେମିତି କହିବ ଆମେ ସେମିତି କରିବୁ। ଠିକ ଅଛି, ଏକଥା ଯେମିତି ତମେ ମାନେ ଭୁଲିବନି, ନହେଲେ ମୁଁ ତମ ମାନଙ୍କୁ ଆହୁରି ପିଟିବି। ଭଉଣୀରେ, ଆମେ ଏଠି ଆଉ ରହିବାନି। ଚାଲେ ବହୁତ ଦୂରକୁ ଚାଲିଯିବା, ନହେଲେ ବାପା ମା ଆମକୁ ପିଟି ପିଟି ଚୋରି କାମ ଶିଖେଇବେ। ହଁ ଦିଦି, ଚାଲ ଆମେ ଆଜି ହିଁ ଏଠୁ ଚାଲିଯିବା। ବାପା ମା ଶୋଇଛନ୍ତି, ସେମାନେ ଉଠିବା ପୂର୍ବରୁ ଚାଲେ ଶୀଘ୍ର ଘର ଛାଡି ଚାଲିଯିବା।
କୁନି ମୁନି କେତେ ଦିନ ପରେ ତମମାନଙ୍କୁ ଦେଖିଲି। କାଉ ମାନଙ୍କ ଭୟରେ ମୁଁ ତମମାନଙ୍କ ପାଖକୁ ଯାଇ ପାରୁନଥିଲି। ଆଜି ମୁଁ ତମମାନଙ୍କୁ ଗୋଟେ ଜରୁରୀ କଥା କହିବି, ଯାହା ଶୁଣିଲେ ତମେ ମାନେ ଆଶ୍ଚର୍ଯ୍ୟ ହେଇଯିବ। କଣ କଥା? ଶୀଘ୍ର କୁହନ୍ତୁ। କଣ କହିଲ? ସେ ଦୁଷ୍ଟ କାଉ ମାନେ ଆମ ବାପା ମାଙ୍କୁ ମାରି ଦେଇଛନ୍ତି। ଏବେ ବୁଝିଲୁ, ସେମାନେ ଆମ ନିଜ ବାପା ମା ନୁହନ୍ତି, ସେଥିପାଇଁ ଆମକୁ ଏତେ କଷ୍ଟ ଦେଉଥିଲେ। ତମେ ମାନେ ଆଉ ସେ କାଉଙ୍କ ପାଖକୁ ଯାଅନି, ନହେଲେ ସେ ଦୁଷ୍ଟ କାଉ ମାନେ ତମ ମାନଙ୍କୁ ବି ମାରିଦେବେ। ଏବେ ମୁଁ ଯାଉଛି, ତମେ ମାନେ ସାବଧାନରେ ରହିବ। ଦିଦି, ଏବେ ଆମେ କଣ କରିବା? କୋଉଠି ଯାଇ ରହିବା? ଜାଣିନି ରେ ଭଉଣୀ, ତୁ ଚିନ୍ତା କରନି, ଆମେ କିଛି ନା କିଛି ବ୍ୟବସ୍ଥା କରିନେବା। ଦୁଇ ଛୁଆ ଯୋଉ ଗଛରେ ରହୁଥିଲେ, ସେଇ ଗଛରେ ଏକ ପିଶାଚି ରହୁଥିଲା। ହଠାତ୍ ସେ ସେମାନଙ୍କ ସାମ୍ନାକୁ ଚାଲି ଆସିଲା। କିଏ କିଏ ତମେ? ଆମକୁ ମାରନି। ଆରେ ନା ନା, ମୁଁ ତମ ମାନଙ୍କୁ ମାରିବା ପାଇଁ ଆସିନି। ମୁଁ ଏ ଗଛରେ ରହି ସେ ଚଢେଇର ଆଉ ତମ ଦୁଇ ଭଉଣୀଙ୍କର ସବୁ କଥା ଶୁଣିଛି। ମତେ ଭୟ କରନି, ମୁଁ ତମ ଦୁଇ ଛୁଆଙ୍କ ମା। ତମେ ମାନେ ମୋ ଝିଅ। ମତେ ଦୁଇ କାଉ ମାରିବା ଯୋଗୁଁ ମୋ ଆତ୍ମାକୁ ଶାନ୍ତି ମିଳିଲାନି। ମୁଁ ଏକ ପିଶାଚି ପାଲଟି ଗଲି। ମୁଁ ଏ ଜାଗାରେ ବନ୍ଦୀ ଥିବାରୁ ସେଇ କାଉ ମାନଙ୍କୁ ମାରି ପାରୁନଥିଲି। ହେଲେ ଆଉ ନୁହଁ, ଏବେ ମୁଁ ସେ କାଉ ମାନଙ୍କୁ ଜମା ବି ଛାଡିବିନି। ମା, ତୁମେ କଣ ସତରେ ଆମ ନିଜ ମା? ଆମ ପାଖକୁ ଫେରି ଆସ। ଆମେ କଥା ନ ମାନିଲେ ସେ କାଉ ମାନେ ଆମକୁ ଅନେକ ପିଟନ୍ତି। ମା, ଆମେ ଆଉ କୁଆଡେ ବି ଯିବୁନି, ଆଜିଠୁ ତୁମ ସାଙ୍ଗରେ ରହିବୁ। ନାଇଁ ରେ ଧନ, ସେମିତି ଆଉ ସମ୍ଭବ ନାହିଁ। ମୁଁ ତମ ମାନଙ୍କ ସାଙ୍ଗରେ ରହିପାରିବିନି। ହେଲେ ହଁ, ମୁଁ ତମ ମାନଙ୍କ ପାଇଁ ଏକ ଘର ତିଆରି କରିଦେବି। ସେଠି ତମେ ଦୁଇ ଭଉଣୀ ସବୁ ସୁବିଧା ପାଇବ, ଆଉ ଆରାମରେ ରହିପାରିବ। କେହି ତମ ମାନଙ୍କର କିଛି କ୍ଷତି କରିପାରିବେନି। ଏମିତି କହି ମା ପିଶାଚିଟି ତା ଦୁଇ ଛୁଆଙ୍କ ପାଇଁ ସେଇ ଗଛରେ ହିଁ ଏକ କେକ୍ ଘର ତିଆରି କରିଦେଲା। ଦୁଇ ଛୁଆ ସେ ଘରେ ରହିଲେ। ଦିନେ କାଉ ଆଉ ତାର ସ୍ତ୍ରୀ ରାତିରେ ଚୋରି କରିବାକୁ ବାହାରିଥିଲେ। ସେ ଦୁଇ ଚଢେଇ ଛୁଆ କୁଆଡେ ଚାଲିଗଲେ କେଜାଣି? ଥରେ ଯଦି ସେମାନଙ୍କୁ ପାଇବି ନା, ତାଙ୍କୁ ଜୀବନରୁ ମାରିଦେବି। ଆରେ ଏ କଣ? ଏଠି ଏମିତି କେକ୍ ଘର କିଏ ବନେଇଛି? ଯିଏ ବି ବନେଇଥାଉ, ଏ ଘରକୁ ଦେଖି ଲାଗୁଛି ଏ ଘର ଭିତରେ ଅନେକ ମୂଲ୍ୟବାନ ଜିନିଷ ଥିବ। ଚାଲ, ଆମେ ଏବେ ହିଁ କେକ୍ ଘର ଭିତରକୁ ଯିବା। ଯାହା ବି ପାଇବା ଚୋରି କରି ନେଇଯିବା। ଦୁଇ କାଉ ଯେମିତି ସେ କେକ୍ ଘରରେ ହାତ ଦେଲେ, ସେ ଦୁଇ ଜଣ ବି କେକ୍ ପାଲଟି ଗଲେ। ଆରେ, ଆମ ସାଙ୍ଗରେ କଣ ହେଇଗଲା? ଆମେ କେକ୍ କେମିତି ପାଲଟି ଗଲେ? ସେହି ସମୟରେ ମା ପିଶାଚିଟି ସେଠାକୁ ଆସିଲା, ଆଉ ଦୁଇ କାଉଙ୍କୁ ଦେଖି ଅନେକ ହସିଲା। ଏ କେକ୍ ଘରକୁ ମୁଁ ବନେଇଛି। ଯିଏ ବି ମୋ ଦୁଇ ଛୁଆଙ୍କର କ୍ଷତି କରିବାକୁ ଆସିବ, ସେ ନିଜେ କେକ୍ ପାଲଟି ଯିବ। ମୁଁ ତମ ଦୁଇ କାଉଙ୍କୁ କେବେଠୁ ଅପେକ୍ଷା କରିଥିଲି। ଆଜି ମତେ ସୁଯୋଗ ମିଳିଛି। ଆଜି ମୁଁ ତମ ମାନଙ୍କୁ ଛାଡିବିନି। ଏମିତି କହି ମା ପିଶାଚି ସେ ଦୁଇ କାଉଙ୍କୁ ଖାଇଦେଲା। ତା ଆତ୍ମାକୁ ଶାନ୍ତି ମିଳିଗଲା। ସେ ସବୁ